ଲାଜକୁଳି ଲତାକୁ ଆଘାତ ଦେବା ପୂର୍ବରୁ ସେ ହାର ମାନି ନିଏ, କାରଣ ସେ ଠିକ୍ ଜାଣିଛି ଆଘାତ ଦେଉଥିବା ଲୋକଠାରୁ ସହି ଯାଉଥିବା ଲୋକଟା ହିଁ ମହାନ ହୋଇଥାଏ। ପ୍ରତ୍ୟେକ ବ୍ୟକ୍ତିର ବର୍ତ୍ତମାନ ତାଙ୍କ ଭବିଷ୍ୟତ ନିର୍ଣ୍ଣୟ କରେ। ଆଜି ଯାହା କରୁଛନ୍ତି ତାହା ଆପଣଙ୍କ ଭବିଷ୍ୟତ ସୃଷ୍ଟି କରିବ। ପ୍ରେମ ଆଉ ମୃତ୍ୟୁ ସମସ୍ତଙ୍କ ଜୀବନରେ ଅଜଣା ଅତିଥି ହୋଇ ଆସେ। ଫରକ ଏତିକି ଯେ ପ୍ରେମ ମନ କିଣି ନିଏ ଏବଂ ମୃତ୍ୟୁ ପ୍ରାଣ ଛଡ଼େଇ ନିଏ। ଆଜିକାଲି ପ୍ରାୟ ଲୋକ ଭାବନ୍ତି ମୁଁ କେମିତି ପୋଷାକ ପିନ୍ଧିଲେ ଅନ୍ୟମାନଙ୍କୁ ସୁନ୍ଦର ଦେଖାଯିବି, କିନ୍ତୁ ଏକଥା କେହି ଭାବନ୍ତି ନାହିଁ ଯେ ମୁଁ କେଉଁ କାର୍ଯ୍ୟ କଲେ ଭଗବାନଙ୍କୁ ଭଲ ଲାଗିବି। ତା ସହିତ ଦୁନିଆର ସମସ୍ତଙ୍କୁ ମୋ କାର୍ଯ୍ୟ ଭଲ ଲାଗିବ। ଖୁବ୍ ସୁନ୍ଦର କଥାଟିଏ। ଦୁଃଖ କଷ୍ଟ କେତେ ଭାଗ୍ୟବାନ ଅଟନ୍ତି, ଯାହାକୁ ପାଇ ଲୋକେ ନିଜ ଆପଣାର ଲୋକଙ୍କୁ ମନେ ପକାନ୍ତି। ଆଉ ଧନ ସମ୍ପତ୍ତି କେତେ ହତଭାଗ୍ୟ ଅଟେ, ଯାହାକୁ ପାଇ ଲୋକେ ନିଜ ଆପଣାର ଲୋକଙ୍କୁ ଭୁଲି ଯାଆନ୍ତି। ଜୟ ଶ୍ରୀ ଜଗନ୍ନାଥ।